ମା ସିଦ୍ଧଭୈରବୀ। ଏହି ମନ୍ଦିରଟି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରଠାରୁ 18 କିଲୋମିଟର ଦୂରରେ ମନ୍ତ୍ରିଡି ଗ୍ରାମରେ ଅବସ୍ଥିତ। ଏହା ଏକ ପ୍ରସିଦ୍ଧ ଶକ୍ତିପୀଠ। ଏହି ମନ୍ଦିରରେ ପୂଜା ପାଉଥିବା ମାଙ୍କ ମୂର୍ତ୍ତି ଜଣେ ଚାଷୀଙ୍କୁ ମିଳିଥିଲା। ଚାଷୀ ଜଣକ ନିଜ ଜମିରେ ହଳ କରୁଥିବା ସମୟରେ ତାଙ୍କ ଲଙ୍ଗଳଟି ଏହି ପଥର ମୂର୍ତ୍ତିରେ ବାଜିଥିଲା। ଖୋଳିବା ପରେ ଚାଷୀ ଜଣଙ୍କୁ ଗୋଟିଏ ଗୋଡ଼, 4ଟି ହାତ ଥିବା ଦେବୀଙ୍କ ଏହି ରହସ୍ୟମୟୀ ମୂର୍ତ୍ତିଟି ମିଳିଥିଲା। ପରେ 1937 ମସିହାରେ ନୂଆ ମନ୍ଦିର କରି ମାଙ୍କୁ ସ୍ଥାପନା କରାଗଲା। ପ୍ରତ୍ୟେକ ମଙ୍ଗଳବାର ଆଉ ସଂକ୍ରାନ୍ତି ଦିନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ। ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଏକ ବଡ଼ ମନ୍ଦିର ଏବଂ 108ଟା ଦେବାଦେବୀଙ୍କ ଉପମନ୍ଦିର ଅଛି। ଏଠାକାର ପରିବେଶ ବହୁତ ଶାନ୍ତ ଅଟେ। ମନ୍ଦିର ପରିସରରେ ଏକ ସୁନ୍ଦର ଫୁଲ ବଗିଚା ମଧ୍ୟ ଅଛି, ଯାହା ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରୁଛି। ଯଦି ଆପଣମାନେ କେବେ ବ୍ରହ୍ମପୁର ଆସୁଛନ୍ତି, ମା ସିଦ୍ଧଭୈରବୀଙ୍କ ଦର୍ଶନ ନିଶ୍ଚୟ କରନ୍ତୁ। ଜୟ ମା ଭୈରବୀ।